ପରେ ରମେଶ ବାବୁ ନିଜ ଝିଅକୁ ଜୋର ଜୋରରେ ଚିଲେଇ କାନ୍ଦିବାର ଶୁଣିଲେ। ସେଠାକୁ ଯାଇ ଦେଖିଲା ବେଳକୁ ଝିଅଟି ତଳେ ପଡି ରହିଛି। ଥରେ ଥରେ ଏମିତି ଶବ୍ଦ ହେଉଥିଲା ଯେମିତିକି କିଛି ପିଲା ବାହାରେ ଖେଳୁଛନ୍ତି। ତ ବେଳେବେଳେ ଏମିତି ବି ଶୁଭା ଯାଉଥିଲା ଯେମିତିକି ଏହି ଜଣେ ଅସହ୍ୟ ପୀଡ଼ା ନ ସହିପାରି ଜୋରରେ ଚିତ୍କାର କରୁଛି। ସେଠି ଗୋଟିଏ ଝିଅ ଥିଲା ଯାହାର ବୟସ ପାଖାପାଖି 14ରୁ 15 ବର୍ଷ ହେବ। ସେହି ଦୋଳିରେ ସେହି ଝିଅଟି ଜୋର ଜୋରରେ ଦୋଳି ଖେଳୁଥିଲା। ଏତେ ଜୋରରେ ଦୋଳି ଖେଳିବାରେ ରମେଶ ବାବୁ ଆଗରୁ କାହାକୁ ବି ଦେଖିନଥିଲେ। ଦୋଳିଟି ସମ୍ପୂର୍ଣ୍ଣ ଗଛର ଉପର ରମେଶ ବାବୁ ନିଜ ପରିବାର ସହ ବାରିପଦା ଟାଉନରେ ରହି ଆସୁଥିଲେ। ବାପା ବୋଉଙ୍କ ଦେହାନ୍ତ ପରେ ସେ ଗାଁ ଛାଡ଼ି ଦେଇଥିଲେ ଏବଂ ସହରରେ ଆସି ସେଟେଲ ହୋଇଯାଇଥିଲେ। ନିଜ ଗାଁ ଛାଡ଼ିବାରୁ ତାଙ୍କୁ ପାଖାପାଖି 12 ବର୍ଷ ହୋଇଯାଇଥିଲା। ଏଥିମଧ୍ୟରେ ରମେଶ ବାବୁଙ୍କ 2 ସନ୍ତାନ ମଧ୍ୟ ହୋଇଯାଇଥିଲେ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ଗଲା ବର୍ଷ ରଜ ସମୟର ଘଟଣା। ରମେଶ ବାବୁଙ୍କର ପିଲା ନିଜ ଗାଁକୁ ଯିବା ପାଇଁ ଜିଦ୍ ଧରି ବସିଲେ, କାରଣ ସେମାନେ କେବେ ବି ନିଜ ଗାଁକୁ ଯାଇନଥିଲେ। ପିଲାମାନଙ୍କର ବହୁ ଜିଦ୍ ପରେ ରମେଶ ବାବୁ ଗାଁକୁ ଯିବା ପାଇଁ ରାଜି ହୋଇଗଲେ। ନିଜ ସ୍ତ୍ରୀ ସୁଜାତା ଏବଂ 2 ଛୁଆକୁ ଧରି ସେ ରଜରେ ନିଜ ଗାଁକୁ ଚାଲିଗଲେ। ଦୀର୍ଘ 12 ବର୍ଷ ପରେ ନିଜ ଜନ୍ମ ମାଟିକୁ ପହଞ୍ଚିଲା ପରେ ରମେଶ ବାବୁଙ୍କୁ ସେଦିନ ନିଜ ପିଲାଦିନ କଥା ମନେ ପଡ଼ିଯାଉଥିଲା। ସେହି ପୋଖରୀ, ସେହି ବରଗଛ ଏବଂ ସେହି ପୁରୁଣା ସ୍କୁଲ ସବୁ ସେମିତି ଥିଲା। 12 ବର୍ଷ ଘରଟି ସେମିତି ଖାଲି ପଡ଼ିଥିବାରୁ ବହୁତ ପୁରୁଣା ଦେଖାଯାଉଥିଲା। ପ୍ରଥମ ଦିନ ରଜଟି ସେମାନଙ୍କର ସଫାସଫିରେ ଚାଲିଗଲା। ଘର ଭିତର ସବୁ ଧୁଆଗଲା ଏବଂ ଅଳନ୍ଧୁକୁ ସଫା କରାଗଲା। ସେଦିନ ରମେଶ ବାବୁଙ୍କୁ ନିଜ ବାପା ବୋଉଙ୍କ କଥା ବହୁତ ମନେ ପଡୁଥିଲା। ଘରର କାନ୍ଥର ସ୍ପର୍ଶରେ ରମେଶ ବାବୁଙ୍କୁ ତାଙ୍କ ପିଲାଦିନର ପ୍ରତିଟି ଜିନିଷ ଆଖି ଆଗରେ ଆସିଯାଉଥିଲା। କେମିତି ସେ ଆଉ ତାଙ୍କ ବାପା ବୋଉ ଏହି ଜାଗାରେ ଖୁସିରେ ରହି ଆସୁଥିଲେ। ରମେଶ ବାବୁଙ୍କୁ ଦେଖି ତାଙ୍କର ଗାଁର ପିଲାଦିନ ସାଙ୍ଗମାନେ ସେଦିନ ବହୁତ ଖୁସି ହୋଇଯାଇଥିଲେ। ପ୍ରଥମ ଦିନ ରଜଟି ସେମିତି ହିଁ ଘର କାମ କରୁ କରୁ ସରିଗଲା। ତା ପରଦିନ ରମେଶ ବାବୁଙ୍କ ପିଲାମାନେ ଦୋଳି ଖେଳିବା ପାଇଁ ଜିଦ୍ ଧରି ବସିଲେ, ହେଲେ ଦୋଳି ପାଖାପାଖି କେଉଁଠି ବି ନଥିଲା। ତେଣୁ ରମେଶ ବାବୁଙ୍କୁ ଯେମିତି ହେଲେ ଗୋଟିଏ ଦୋଳିର ବନ୍ଦୋବସ୍ତ କରିବାର ଥିଲା। ପଡ଼ିଶା ଘରୁ ଗୋଟିଏ ଦୌଡ଼ି ଆଣି ରମେଶ ବାବୁ ବାହାରି ପଡ଼ିଲେ ଗୋଟିଏ ଦୋଳି ତିଆରି କରିବା ପାଇଁ। ରମେଶ ବାବୁଙ୍କର ମନେ ପଡ଼ିଲା କି ତାଙ୍କ ଘର ପଛପଟେ ଗୋଟିଏ ଆମ୍ବ ଗଛ ଥିଲା। ରମେଶ ବାବୁ ସେହି ଗଛଟିକୁ ଦେଖିବା ପାଇଁ ନିଜ ଘର ପଛପଟକୁ ଗଲେ। 12 ବର୍ଷରେ ସେହି ଗଛଟି ଆହୁରି ବଡ଼ ହୋଇଯାଇଥିଲା। ରମେଶ ବାବୁଙ୍କୁ ସେହି ଆମ୍ବ ଗଛରେ ଦୋଳି କରିବାଟା ଠିକ୍ ଲାଗିଲା। ତେଣୁ ସେ ଗଛ ଉପରେ ଚଢ଼ି ଦୋଳି ବନାଇବା ଆରମ୍ଭ କଲେ। ପାଖାପାଖି 1.5 ଘଣ୍ଟାର ପରିଶ୍ରମ ପରେ ତାଙ୍କର ଦୋଳି ବନାଇବା କାମ ସରିଥିଲା। ରମେଶ ବାବୁଙ୍କ 2 ପିଲା ଦୌଡ଼ି ଯାଇଥିଲେ ଦୋଳି ଖେଳିବା ପାଇଁ। ପିଲାମାନଙ୍କୁ ଏତେ ଖୁସି ଦେଖି ରମେଶ ବାବୁ ଏବଂ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ବହୁତ ଭଲ ଲାଗିଥିଲା। ନିଜ ପିଲାମାନଙ୍କୁ ସେହି ଦୋଳି ଜାଗାରେ ଛାଡ଼ି ଦେଇ ସେମାନେ ଘରକୁ ଆସିଯାଇଥିଲେ। କିଛି ସମୟ ପରେ ରମେଶ ବାବୁ ନିଜ ଝିଅକୁ ଜୋର ଜୋରରେ ଚିଲେଇ କାନ୍ଦିବାର ଶୁଣିଲେ। ସେଠାକୁ ଯାଇ ଦେଖିଲା ବେଳକୁ ଝିଅଟି ତଳେ ପଡି ରହିଛି। ତାକୁ ଉଠାଇ ପଚାରିବାରୁ ସେ କାନ୍ଦି କାନ୍ଦି କହିଲା କି ତାକୁ ଗୋଟିଏ ଅଜଣା ପିଲା ଆସି ଦୋଳିରୁ ଠେଲିଦେଲା। ନିଜ ପୁଅକୁ ଏ ବିଷୟରେ ପଚାରିବାରୁ ସେ ମନା କଲା କି ସେ ସେଠି କୌଣସି ବି ଅଜଣା ପିଲାକୁ ଦେଖିନାହିଁ। ରମେଶ ବାବୁ ପ୍ରକୃତ ଘଟଣା କ'ଣ ହୋଇଛି ବୁଝିପାରୁନଥିଲେ। ଝିଅକୁ ସେଠାରୁ ସେମାନେ ଘରକୁ ନେଇ ଆସିଲେ, କିନ୍ତୁ ପୁଅଟି ସେଠାରେ ଖେଳୁଥାଏ। କିଛି ସମୟ ପରେ ପୁଅ ମଧ୍ୟ ଚିତ୍କାର କରି କାନ୍ଦିଲା। ଏଥର ରମେଶ ବାବୁ ଟିକେ ଚିନ୍ତାରେ ପଡ଼ିଗଲେ। ଦୌଡ଼ିଗଲେ ସେ ପୁଅ ପାଖକୁ। ପୁଅ ସେତେବେଳକୁ ଭୟରେ ଥରୁଥିଲା। ପୁଅକୁ ପଚାରିବାରୁ ସେ ବି ଡରି ଡରି କହିଲା କି ସେ କୌଣସି ଅଜଣା ପିଲାକୁ ଦେଖିଲା। ବହୁତ ଭୟଙ୍କର ମୁହଁ କରି ସେ ହସୁଥିଲା। ରମେଶ ବାବୁ ନିଜ ପୁଅ ଏବଂ ଝିଅକୁ ସେହି ଦୋଳି ପାଖକୁ ଯିବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଲେ। ବୋଧେ ହୁଏ ଗାଁର କୌଣସି ବାଳୁଙ୍ଗା ପିଲା ହୋଇଥିବ, ଏହା ଭାବିଲେ ରମେଶ ବାବୁ। ସେଦିନ ରାତିରେ ସମସ୍ତେ ଖିଆପିଆ କରି ଶୋଇଗଲେ। ରାତି ପାଖାପାଖି 1ଟାରେ ରମେଶ ବାବୁଙ୍କ ନିଦ ବାହାରେ ଆସୁଥିବା କିଛି ଶବ୍ଦରେ ଭାଙ୍ଗିଗଲା। ନିଜ ସ୍ତ୍ରୀ ସୁଜାତାକୁ ମଧ୍ୟ ଉଠାଇ ଦେଲେ ରମେଶ ବାବୁ ଏବଂ ବାହାରେ ଆସୁଥିବା ସେ ଶବ୍ଦକୁ ଶୁଣିପାରୁଛନ୍ତି କି ନାହିଁ ପଚାରିଲେ। ସ୍ତ୍ରୀ ସୁଜାତା ମଧ୍ୟ ସେ ଶବ୍ଦଟିକୁ ଶୁଣିପାରୁଛନ୍ତି ବୋଲି ହଁ କଲେ। ଶବ୍ଦଟି ବହୁତ ବିଚିତ୍ର ଥିଲା ଏବଂ ବହୁତ ଭୟଙ୍କର ବି। ଥରେ ଥରେ ଏମିତି ଶବ୍ଦ ହେଉଥିଲା ଯେମିତିକି କିଛି ପିଲା ବାହାରେ ଖେଳୁଛନ୍ତି। ତ ବେଳେବେଳେ ଏମିତି ବି ଶୁଭା ଯାଉଥିଲା ଯେମିତିକି ଏହି ଜଣେ ଅସହ୍ୟ ପୀଡ଼ା ନ ସହିପାରି ଜୋରରେ ଚିତ୍କାର କରୁଛି।
ରମେଶ ବାବୁ ଜାଣିପାରୁନଥିଲେ କି ଏତେ ରାତିରେ ତାଙ୍କ ଘର ପଛପଟେ କେମିତି କ'ଣ ପାଇଁ ହେଉଛି। ଏମିତି ସବୁ ଦ୍ୱନ୍ଦ୍ୱ ଭିତରେ ରମେଶ ବାବୁ ପଛ ଝରକା ପାଖକୁ ଧୀରେ ଧୀରେ ବଢ଼ିଲେ ଏବଂ ଝରକା ଫାଙ୍କରେ ନିଜ ଘର ପଛପଟକୁ ଦେଖିବା ପାଇଁ ଚେଷ୍ଟା କଲେ। ରମେଶ ବାବୁ ଯାହା ଦେଖିଲେ ସେ ନିଜ ଆଖି ଉପରେ ବିଶ୍ୱାସ କରିପାରୁନଥିଲେ। ସେଠି ଗୋଟିଏ ଝିଅ ଥିଲା ଯାହାର ବୟସ ପାଖାପାଖି 14ରୁ 15 ବର୍ଷ ହେବ। ସେହି ଦୋଳିରେ ସେହି ଝିଅଟି ଜୋର ଜୋରରେ ଦୋଳି ଖେଳୁଥିଲା। ଏତେ ଜୋରରେ ଦୋଳି ଖେଳିବାର ରମେଶ ବାବୁ ଆଗରୁ କାହାକୁ ବି ଦେଖିନଥିଲେ। ଦୋଳିଟି ସମ୍ପୂର୍ଣ୍ଣ ଗଛର ଉପର ଡାଳକୁ ଲାଗିଯାଉଥିଲା। ସୁଜାତାକୁ ପାଖକୁ ଡାକି ସେମିତି କ'ଣ ଚାଲିଛି ଦେଖିବା ପାଇଁ କହିଲେ। ସ୍ୱାମୀ ସ୍ତ୍ରୀ କିଛି ବି ବୁଝିପାରୁନଥିଲେ ସେଠି କିଏ ଅଛି ଏବଂ ଏତେ ଜୋରରେ ଦୋଳି ଖେଳୁଛି। ହଠାତ୍ ସେ ଝିଅଟି ଦୋଳିରୁ ତଳୁ ଖସି ପଡ଼ିଲା। ରମେଶ ବାବୁ ଆଉ ତାଙ୍କ ସ୍ତ୍ରୀ ସେମିତି ସ୍ତବ୍ଧ ହୋଇ ଦେଖୁଥାନ୍ତି। ରମେଶ ବାବୁ ତାକୁ ରକ୍ଷା କରିବା ପାଇଁ ବାହାରୁଥିଲେ ହିଁ ସେ ଦେଖିଲେ କି ସେ ଝିଅଟି ଆପେ ଆପେ ଉଠିଗଲା, ସତେ ଯେମିତି ତାର କିଛି ବି ହୋଇନାହିଁ। ଏହା ଦେଖି ଦୁହେଁ ବହୁତ ଡରିଗଲେ, କାରଣ ଏହା କୌଣସି ମଣିଷ ପକ୍ଷେ ସମ୍ଭବ ନଥିଲା। ଝିଅଟି ଗୋଟିଏ ବିକଟାଳ ଶବ୍ଦ କରି ଦୋଳିରେ ଯାଇ ବସିଗଲା। ଜୀବନରେ ପ୍ରଥମ ଥର ପାଇଁ ରମେଶ ବାବୁ ଏବଂ ତାଙ୍କ ସ୍ତ୍ରୀ ଗୋଟିଏ ପ୍ରେତକୁ ନିଜ ଆଖି ଆଗରେ ଦେଖୁଥିଲେ। ଚୁପଚାପ ସେମାନେ ସେଠୁ ଆସି ନିଜ ବେଡରୁମକୁ ଆସିଗଲେ ଏବଂ ସକାଳ ହେବାର ଅପେକ୍ଷା କଲେ। ସେହି ପ୍ରେତର ଶବ୍ଦ ଆସିବା ପାଖାପାଖି ରାତି 3ଟାରେ ବନ୍ଦ ହୋଇଗଲା। ସକାଳ ପାଇବା ମାତ୍ରେ ରମେଶ ବାବୁ ଏକଥା ଗାଁର ଅନ୍ୟ ଲୋକମାନଙ୍କୁ କହିଲେ। ଲୋକମାନଙ୍କର କହିବାର ଥିଲା କି କିଛି ବର୍ଷ ପୂର୍ବେ ରଜରେ ସେହି ଗଛରେ ଗୋଟିଏ ଦୋଳି ହୋଇଥିଲା। ସେ ଗାଁର ଗୋଟିଏ ଝିଅ ସେ ଦୋଳି ଖେଳୁ ଖେଳୁ ସେଥିରୁ ଖସି ପଡ଼ିଥିଲା ଏବଂ ତାର ପଛ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଡାକ୍ତରଖାନାକୁ ନେଲା ବାଟରେ ହିଁ ତାର ମୃତ୍ୟୁ ଘଟିଥିଲା। ସେଦିନ ଠାରୁ ପ୍ରତି 2-3 ବର୍ଷରେ ଥରେ ସେହି ଗଛରେ ଲୋକମାନେ ସେ ଝିଅକୁ ଦେଖୁଛନ୍ତି ବୋଲି କହିଲେ। କିନ୍ତୁ ସେ ଆତ୍ମାଟି କେବେ କାହାର କ୍ଷତି କରି ନାହିଁ। କିନ୍ତୁ ଯଦି କେହି ସେ ଗଛରେ ଦୋଳି କରି ଖେଳେ ତେବେ ତା ଉପରେ କିଛି ମାତ୍ରାରେ ଆକ୍ରମଣ କରେ ବୋଲି କେତେ ଜଣ କହିଲେ। ସେଦିନ ରମେଶ ବାବୁ ନିଜ ସ୍ତ୍ରୀ ଏବଂ ପିଲା ଛୁଆକୁ ଧରି ବାରିପଦା ଆସିଗଲେ। କିନ୍ତୁ ସେଦିନ ସେ ଯାହା ଦେଖିଲେ ତାକୁ ସେ ନିଜ ଜୀବନରେ କେବେ ବି ଭୁଲି ପାରିବେନି।